नमस्कार जय श्री जगन्नाथ दर्शक बंधु आपण देखिपे जो स्थान आम आसी पहुंचीचु जगतसिंहपुर जिला रघुनाथपुर ब्लॉक धराधरपुर पंचायत खरीपड़िया खरीपड़िया नामटी आपण निश्चय जानीपे ए स्थान में कौन सब अलौकिक लीला घटुला एवं घटी जितेबाला महाप्रभु यही क्षेत्र में थिले अनेक लीला यही क्षेत्र में घटुला एवं जितेबाला महाप्रभु यही स्थान जाकि रत्न सिंहासन बसी सारा जगत में पूजा पाँच किंतु आम सहित देखिपे जो मौसा जोड़ी होती बारी प्रभु दारु विग्रह जाकि रत्न सिंहासन में आज स्थान पाई मौसा आपन को प्रणाम एवं आम चैनल को स्वागत। उम, मौसा आपण जहाँ आम जहाँ देखुचु एबे यही स्थान प्रभु दारु जाइथिले प्रभु एठी ଥିଲେ ଏ ସ୍ଥାନରୁ ଯାଇଥିଲେ। ପ୍ରଭୁ ଗଲା ପରେ ଆମେ ଗୋଟେ ଅନୁଭବ କରୁଛୁ ଯାହା ହଉ ଆମର ଗୋଟେ ପ୍ରଭୁଙ୍କର ଆଶୀର୍ବାଦ ଆମ ଉପରେ ଅଛି କି ନ ଅଛି ସେ କଥା ସେ ପ୍ରଭୁ ଜାଣନ୍ତି, କିନ୍ତୁ ଯାଇକିରି ପୂଜା ପାଉଛନ୍ତି ଯେହେତୁ ଶ୍ରୀକ୍ଷେତ୍ରରେ ରତ୍ନ ସିଂହାସନରେ ବସୁଛନ୍ତି ପ୍ରଭୁ, କୋଟି କୋଟି ଭକ୍ତ ଦର୍ଶନ କରୁଛନ୍ତି, ସେଗୁଟା ଆମେ ଟିକେ ଖୁସି। ଆଉ ଏତିକି ହେଉଛି କଥା। ଆଉ मौसा आपण आम दर्शक बंधु मानक कौन कहे कौन सब लीला ए क्षेत्र में जो महाप्रभु दारु ए क्षेत्र में थे से कौन सब लीला देखा मिलूला। ଆଜ୍ଞା, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ। ସେତେବେଳେ ଆମ ପିଲାବେଳଠୁ ଆମେ ଦେଖି ଆସୁଛୁ ଯେ ଆମ ବାପା ଅଜା ଏମାନେ ସବୁ ପୂଜା ପର୍ବ କରୁଥିଲେ, ରାସ କରୁଥିଲେ। ରାସ ବହୁତ ଦିନ ହେଇଗଲାଣି, ରାସ ଆମେ ଜନ୍ମ ନ ବୋଧେ ରାସ ବୋଧେ 4-5 ପିଢ଼ିରୁ ଉର୍ଦ୍ଧ୍ୱ ହେଇଗଲାଣି ରାସ ଏଠି ହଉଥିଲେ। ତାପରେ ସେତେବେଳେ ଟିକେ ଏତେ ଅଭାବ ଅସୁବିଧା ସବୁ ବହୁତ ଦିନରୁ 50-100 ବର୍ଷର କଥା କି 60 ବର୍ଷର କଥା ହେଲାଣି, ସେତେବେଳେ ଏତେ ଟିକେ ବଡ଼ ଧରଣର ହେଇପାରୁନଥିଲା। ତାପରେ ଆସ୍ତେ 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 ଉନ୍ନତ ଧରଣର ହେଲା। ସେଠୁ ଅଷ୍ଟପହରି ବି ଏଠି ଆମର 50 ବର୍ଷରୁ ବୋଧେ ବର୍ଷେ ଖଣ୍ଡେ କମ୍ ଅଛି, 50 ବର୍ଷ ପୂଜା ଅଷ୍ଟପହରି ହୁଏ। ଆଉ ସବୁ ଆମ ଗ୍ରାମବାସୀଙ୍କର ସମସ୍ତେ ପୂଜା ପର୍ବ ଭଲ ମନ୍ଦ ପର୍ବପର୍ବାଣି ଏଇ ଜାଗା ଉପରେ ହୁଏ। नहीं मौसा टिके खोलिकी कहे जो महाप्रभु दारु थिला एमती कौन सब संकेत प्रभु देखौथिले कौन सब लीला खेला ए क्षेत्र में होउथिला। संकेत तो बहुत प्रकार संकेत एठी गोटे प्राय रातिरे माने बेसी राति पर बहुत गोटे बास्ना हुए, चंदन तुलसी प्रबल बास हुए। सेतेବେଳେ ସମସ୍ତେ ମାନେ ଟିକେ ଯେମିତି ଭୟ ଭୟ ନାଗେ, ଠାକୁର ପାଖକୁ ଆସିବ। ଲାଇନ୍ ଫାଇନ୍ କିଛି ବ୍ୟବସ୍ଥା ନଥାଏ, ଟିକେ ଅନ୍ଧାରୁଆ ଗୋଟେ ଛୋଟ ବଲ୍ଟେ ଏଇଠି ଲାଇନ୍ ଆସିଲା ପରେ ଦିଆହେଇଥିଲା। ତାପରେ ସେତେବେଳେ ଟିକେ ଡର ଡର ମାଗେ। ସେଇ ସମୟଟା ବହୁତ ଖୁସି ବି ଲାଗେ, ବହୁତ ଆନନ୍ଦ ଲାଗେ ଆମକୁ। ଯୋଉ ତାପରେ ଏଠି ସବୁ ଜନ୍ତୁମାନେ ବି ବୁଲାବୁଲି କରନ୍ତି, ପ୍ରଭୁଙ୍କ ଚାରିପଟରେ ସବୁ ବୁଲାବୁଲି କରନ୍ତି। ହୁଙ୍କାଟିଏ ଥିଲା, ସେ ହୁଙ୍କାରେ ମଧ୍ୟ ଜନ୍ତୁ ବି ରହୁଥିଲେ, ଏବେ ମଧ୍ୟ ଅଛନ୍ତି, ବୁଲାବୁଲି କରୁଛନ୍ତି, କୁଆଡ଼େ ଯାଇନାହାନ୍ତି, ସେ ଅଛନ୍ତି। ଆଉ ପେଚାମାନେ ବି ରହୁଥିଲେ, ଅଲଗା ଜାଗାରେ ରହୁଥିଲେ, ଠାକୁରଙ୍କ ଦାରୁ ଦିହରେ କେହି ରହୁନଥିଲେ, ସେ ସବୁ ଅଲଗା ଜାଗାରେ ରହୁଥିଲେ ସବୁ। ସେତେବେଳେ ବହୁତ ଆନନ୍ଦ ଲାଗୁଥିଲା। मौसा जो आप कहले जो राति अधरे चंदन बास्ना हुए ହଁ 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 ହଁ, ସେଟା ସମସ୍ତେ ଅନୁଭବ କରିପାରନ୍ତିନି, ବିଶେଷ ତ ଆସନ୍ତି ନାହିଁ। ସେତେବେଳେ ସମୟରେ ସେ ବାସ୍ନା ଗୋଟେ ଅଲଗା ପ୍ରକାର ଆସେ, ମାନେ ବହୁତ ଖୁସି ଲାଗିବ, ଯାହାକି ସେ ବାସ୍ନାଟା ମିଳିବା ଜୀବନରେ ଭାରି କଷ୍ଟକର, ବହୁତ କଷ୍ଟ। ଆଉ ତାପରେ ଠାକୁର ତ ଆସ୍ତେ 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 ପ୍ରଭୁଙ୍କର ପ୍ରଭାବ ହେଲା, ଗଲେ। ଜଣେ ବାବା ବି ଆସିଥିଲେ, ସେ ବାବା ବି ଏଠି 30 ବର୍ଷ ଆଗରୁ ଆସିଥିଲେ। ସେ ଏଠି ଗୋଟେ ଯଜ୍ଞ କରୁଥିଲେ। ସେ ତାଙ୍କର ଗୋଟେ ବିଲ ଭିତରେ ବସିକିରି ସେ ଘଷି ଜାଳି ଚାରିପଟ ଯାକ ଘଷି দিয়ে ଜଳା ହବ, ସେ ତା ଭିତରେ ବସି ତାଙ୍କର ସେ ଯୋଗ କରନ୍ତି। ପୁରା ଜୋର ଖରା ଯେତେବେଳେ। बाबा बाबा मौसा कोउठ आस्थिले ବାବା କୋଉଠୁ ଆସିଥିଲେ, ସେ ତ ଆମ ଓଡ଼ିଆ ବାବା ନୁହନ୍ତି, ସେ କୋଉଠୁ ଆସିଥିଲେ କିଛି ଏପର୍ଯ୍ୟନ୍ତ ଆମେ ବି ଜାଣିପାରୁନୁ ଠିକ୍ ଭାବରେ। କିଏ କହୁଛନ୍ତି ଆମ ଓଡ଼ିଶାର ନୁହଁ, କିଏ କହୁଛନ୍ତି ଓଡ଼ିଶାର, ଏମିତି ସବୁ। ଆମେ ତ ତାଙ୍କୁ ଜାଣିପାରୁନୁ, ସେ ତ କହନ୍ତିନି ଆମେ କୋଉଠୁ ଆସିଛୁ ବୋଲିକି। ରହୁ ओडिया भाषा कथबार्ता हुअନ୍ତି ना हिंदी रे ନାଇଁ, ସେ ନନ୍ ଓଡ଼ିଆ ଭଳିଆ ଜଣା ପଡ଼ନ୍ତି। बाबा से आसिकी कौन सब लीला कले एठे ସେ ନୀଳା କଲେ, କହିଲେ ଇଏ ହେଉଛି, ଏ ଜାଗାର ବହୁତ ବଡ଼ ମହାତ୍ମା ଅଛି, ଆଉ ତମେ ସମୟକୁ ଅପେକ୍ଷା କରି ଜାଗାରେ ବହୁତ ବଡ଼ ବଡ଼ ନୀଳା ଖେଳା ହବ। ଯଜ୍ଞ କଥା ମଉସା କହୁଛନ୍ତି, ସେ ଯଜ୍ଞ କିଏ କଲା? ସେ ଯଜ୍ଞ ସେ ବାବା କରିଥିଲେ। ସେ ତାଙ୍କର ଗୋଟେ ଆମର ସେ ଧାନ ବିଲ ଭିତରେ, ଏଠି ତ ବିଲ ଥିଲା ନା ଆଗରୁ, ସବୁ କିଛି ମନ୍ଦିର ଅଳ୍ପ ଜାଗାରେ ଠାକୁର ଥିଲେ। ସେଇ ସମୟରେ ସେ ବାବା ତାଙ୍କର ଆସିକିରି ଏଠି ଗୋଟେ ଘର ଥିଲା, ସେ ଘରେ ରହନ୍ତି। ସେ ଘରଟା ରହିବା ପାଇଁ ତାକୁ ଆମେ ସଫାସଫି ଭଲ ମନ୍ଦ କରିଥିଲୁ, ସେ ଘରେ ରହିଲେ। ସେ ତାଙ୍କର ଗୋଟେ ଯଜ୍ଞ ଆରମ୍ଭ କଲେ। କେବଳ ଯଜ୍ଞରେ ସେ ଘଷି ଜଳା ହବ, ଘଷି ଚାରିପଟ ଯାକ ଏମିତି ଗୋଟେ ଗୋଲ ମୁଣ୍ଡଳା ହେଇକି ଘଷି ଜଳିବ।
ସେ ଘଷି ଭିତରେ ଯେତେବେଳେ ନିଆଁ ଜଳିବ ବାବା ସେତେବେଳେ ତା ଭିତରେ ବସିକିରି ସେ ତାଙ୍କର ସାଧନା କରନ୍ତି ଆଉ। ନିଆଁ ଭିତରେ? ହଁ, ନିଆଁ ଚାରିପଟେ ତାକୁ ସେ ମଝିରେ ବସନ୍ତି ଆଉ। ଆଚ୍ଛା, ଦର୍ଶକ ବନ୍ଧୁ ଆପଣ ଶୁଣୁଥିବେ କେତେ ବଡ଼ ଅଲୌକିକ ଘଟଣା ଏ କ୍ଷେତ୍ରରେ ଘଟୁଥିଲା। ମଉସା ଆପଣ କହୁଛନ୍ତି ଯେ ଚାରିପଟ ଘଷିରେ ନିଆଁ ଜଳିବ। ନିଆଁ ଜଳୁଥିବ କିନ୍ତୁ ବାବା ତା ଭିତରେ ବସି ସେ ତାଙ୍କର ସାଧନା କରୁଥିବେ ଆଉ। 3-4 ଘଣ୍ଟା ସେ ବସନ୍ତି, ମାନେ 5-10 ମିନିଟ୍ ନୁହଁ କି ଅଧଘଣ୍ଟା ଘଣ୍ଟାଏ ନୁହଁ, 3 ଘଣ୍ଟାରୁ ଉର୍ଦ୍ଧ୍ୱ ସେମାନେ ବସନ୍ତି, ବାବା ବସନ୍ତି ତା ଭିତରେ। ମାନେ ଘଷିର ନିଆଁ, ଦର୍ଶକ ବନ୍ଧୁ ଆପଣ ଶୁଣିପାରୁଥିବେ ଘଷିର ନିଆଁ ଚାରିପାଖ ଜଳିବ ଏବଂ ଯୋଉ ବାବା ଜଣକ ଏ କ୍ଷେତ୍ରକୁ ଆସିଥିଲେ ସେ ମଝିରେ ବସିବେ ଏବଂ ନିଆଁ ଜଳିବ 10-15 ମିନିଟ୍ ନୁହେଁ 3-4 ଘଣ୍ଟା ବସନ୍ତି। ହଁ, ସେଇଟା ନିଶ୍ଚିନ୍ତ। ଆମେ ସବୁ ଆଶ୍ଚର୍ଯ୍ୟ ଭଳିଆ ହେଇଯାଉଛୁ ତ ପ୍ରଭୁଙ୍କର ନୀଳାଖେଳା, ତାଙ୍କର କିଛି ଅସୁବିଧା ନାହିଁ ନା କିଛି ନାହିଁ, ପୁରା ଫାଙ୍କା ଦିଅ। କୌଣସି ଦିଅର ମାନେ ଘୋଡ଼ି ବସିବା କ'ଣ କରିବା ସେମିତି କିଛି ନାହିଁ, ପୁରା ଦିଅରେ ଖଣ୍ଡେ ଗାମୁଛା ପଡ଼ିଥିବ ବାବା ବସିଥିବେ ଆଉ କିଛି ନାହିଁ। ମଉସା ଅନେକ ଅଲୌକିକ ଘଟଣା ଘଟିଛି। ମଉସା ଆପଣ ଯେତେବେଳେ ପୂଜା ଅର୍ଚ୍ଚନା କରୁଥିଲେ ସେଇ ଦାରୁଙ୍କୁ ସେତେବେଳେ ସବୁ ଆପଣ ନିଜେ କ'ଣ ଅନୁଭବ କରିଛନ୍ତି? ଏଇ ଅନୁଭବ ଆମର ଗୋଟେ ବଡ଼ ଆଶା ଥିଲା ଯେ ପ୍ରଭୁ ଆମ ବାପା ବି କହିଲେ ଦାରୁ ଦିନେ ଶ୍ରୀକ୍ଷେତ୍ର ଯିବେ ଆଉ। ଆପଣଙ୍କ ବାପା ଅଛନ୍ତି? ନାଇଁ, ବାପା ଗଲେ 2013 ମସିହାରେ। ବାପା ଆପଣଙ୍କର ପୂଜାପୂଜି କରୁଥିଲେ? ବାପା ଅଜା ସବୁ କରୁଥିଲେ ଆଉ ଆମେ କ'ଣ ଟିକେ ସଞ୍ଜ ପାଣି ଭଲ ମନ୍ଦ ଏମିତି ପ୍ରଭୁଙ୍କ ଦୟାରୁ ଚାଲୁ ଆଉ, ମୁଣ୍ଡିଆ ଟିକେ ମାରୁ, ଏତିକି ହେଉଛି କଥା ଆଉ। ବାପା ଆପଣଙ୍କର ପୂଜା କରୁଥିଲେ, ତାଙ୍କର ଦେହାନ୍ତ ହୋଇଯାଇଛି? ହଁ, 13 ମସିହାରେ ଗଲେ ଆଉ। 13 ମସିହା ମକର ସଂକ୍ରାନ୍ତି ଦିନ ଗଲେ ଆଉ। 13ରେ ବାପା ଗଲେ, ତାହେଲେ ଦାରୁ ଏ କ୍ଷେତ୍ରକୁ ଯାଇନଥିଲେ? ଯାଇନଥିଲି, 1 ବର୍ଷ ବାକି ଥିଲା, 2 ବର୍ଷ ବାକି ଥିଲା। ବାପାଙ୍କ ତାହେଲେ ଦେହାନ୍ତ ପୂର୍ବରୁ ହେଇଯାଇଛି? କିନ୍ତୁ ବାପା ଆମର ସବୁବେଳେ ଏଠି ପୂଜା ଉଜା, ସଞ୍ଜ ବୁଡ଼ିଲେ ଭଜନ କୀର୍ତ୍ତନ ଟିକେ କରିବେ ଆଉ ସନ୍ଧ୍ୟାବେଳୁ ବସିବେ ରାତି 9ଟା-10ଟା ପର୍ଯ୍ୟନ୍ତ। ସେ ତାଙ୍କର ଏକୁଟିଆ ବସି ଭଜନ କରନ୍ତି, ତାଙ୍କ ସହିତ ଆଉ କେହି ନଥାନ୍ତି। ତାପରେ ଆସ୍ତେ କି କେମିତି ଆସି ବସନ୍ତି, ନହେଲେ ନାହିଁ ଆଉ, ଏମିତି ଆଉ। କିନ୍ତୁ ସିଏ ବାପା ଆମର ଏଠି ଯୁଆଡ଼େ ବି ଯାଇଥିବେ ଏଠି ପ୍ରଭୁଙ୍କ ପାଖରେ ମୁଣ୍ଡିଆ ନ ମାରିଲେ ପାଣି ପିଇବେନି। ଆଗ ମୁଣ୍ଡିଆ ମାରି ସାରିଲା ପରେ ବରଂ କହିବେ ମୋ ଜୀବନ ଚାଲିଲେ ପଛେ ମୁଁ ଟିକେ ମୁଣ୍ଡିଆ ମାରି ସାରିଲା ପରେ ଯାଇ ପାଣି ଢୋକି ପିଇବି, ନହେଲେ ନାହିଁ ପିଇବିନି। ଏଇଟା ନିରାଟ ସତ୍ୟ। ବାପା ଆଜ୍ଞା, ଆମେ ତ ସେ ଭକ୍ତି ଭାବରେ ଥାଉ, ପ୍ରଭୁଙ୍କୁ ଡାକୁ ତ ପ୍ରଭୁ ତମେ ଯାଅ ସେଠି ଶ୍ରୀକ୍ଷେତ୍ରକୁ ବସ। ଆମେ ତ ଗୋଟିଏ ଆଖି ଦେଖୁଛୁ, ସେଠି ତ କୋଟି କୋଟି ଆଖି ଦର୍ଶନ କରୁଛନ୍ତି ପ୍ରଭୁ। ମଉସା ଏଠୁ ପ୍ରଭୁ ଯେତେବେଳେ ଗଲେ ଆପଣଙ୍କ ମନରେ କେତେ ଦୁଃଖ କେତେ ସୁଖ? ବହୁତ ଦୁଃଖ, ମାନେ ଏତେ ଦୁଃଖ ଯାହାକି ଆମେ କଳ୍ପନା ବାହାରେ। ଆମେ ଦୈନନ୍ଦିନ ଦର୍ଶନ କରୁଥିଲୁ ପ୍ରଭୁ କି ନୀଳାଖେଳା କରୁଥିଲେ, କିନ୍ତୁ ଗଲେ ତାଙ୍କର ଇଚ୍ଛା ଯେତେବେଳେ ହେଲା ସେ ଗଲେ ଆଉ କ'ଣ କରିବା। ଦର୍ଶକ ବନ୍ଧୁ ଭାବ ବିହ୍ୱଳ ହୋଇଯାଉଛନ୍ତି ମଉସା, କିନ୍ତୁ ଏଭଳି ଅଲୌକିକ ଘଟଣା ଯେତେବେଳେ ଏଇ କ୍ଷେତ୍ରରେ ଘଟୁଥିଲା, ପ୍ରଭୁ ଏଇ କ୍ଷେତ୍ରରେ ବିରାଜମାନ ଥିଲେ ଆଉ ସେତେବେଳେ ଅନେକ ଅଲୌକିକ ଘଟଣା ଏ କ୍ଷେତ୍ରରେ ଘଟୁଥିଲା, ନିଜେ ମଉସା ଅନୁଭବ କରୁଥିଲେ। ତାଙ୍କ ବାପା ଏଇ କ୍ଷେତ୍ରରେ ପ୍ରଭୁଙ୍କୁ ପୂଜା ଅର୍ଚ୍ଚନା କରୁଥିଲେ, ତାଙ୍କରି ବାରିରୁ ପ୍ରଭୁ ଯାଇକି ଆଜି ଜଗତର ନାଥ ଜଗନ୍ନାଥ ବୋଲାଉଛନ୍ତି। ମଉସା ଆପଣ ତ ଭାବ ବିହ୍ୱଳ ହେଇଯାଉଛନ୍ତି, କିନ୍ତୁ ଆମ ଦର୍ଶକ ବନ୍ଧୁ ଯିଏ ଦେଖୁଛନ୍ତି ସେ ଅନେକ ଉତ୍କଣ୍ଠାର ସହିତ ଶୁଣିବାକୁ ବହୁତ ଆଗ୍ରହ କରୁଛନ୍ତି ଯେ ଯେତେବେଳେ ଅନେକ ଅଲୌକିକ ଘଟଣା ଏ କ୍ଷେତ୍ରରେ ଘଟୁଥିଲା, ଯେତେବେଳେ ଦଇତାପତି ମାନେ ଆସିଲେ, ଯଜ୍ଞ ହେଲା, ପ୍ରଭୁଙ୍କୁ ଛେଦନ ପାଇଁକି କାର୍ଯ୍ୟ ଆରମ୍ଭ ହେଲା, ସେତେବେଳେ ଆପଣଙ୍କର କ'ଣ ଭୂମିକା ଥିଲା? ସେତେବେଳେ ଆମେ ଗୋଟେ ପ୍ରକାର ଖୁସି ଥିଲୁ, ଯେହେତୁ ପ୍ରଭୁଙ୍କର ନୀଳାଖେଳା ହେଲା, ଆମେ ଜାଣିଲୁ ପ୍ରଭୁ ଯିବେ ଆଉ। ପ୍ରଭୁ ଯିବେ, ତାପରେ ତ ଯେତେବେଳେ ଚିହ୍ନଟ ହେବାକୁ ଆସିଲେ ସେତେବେଳେ ତ ଜନସମୁଦ୍ର ହେଇଗଲା ଦ୍ୱିତୀୟ କ୍ଷେତ୍ର ଆଉ। ଚାରିପଟରୁ ଲୋକ ଚାଲିଲେ, କେବଳ ଆକାଶ ପଥକୁ ଛାଡ଼ିଦେଲା ପରେ ଚତୁର୍ଦିଗରେ ଲୋକ, ଖରାଦିନ ସବୁଆଡ଼େ ଲୋକ ଆସିଲେ। ତାପରେ ଆମର ଏଠି ଠାକୁରଙ୍କର ଏଠି ଆମର ଶ୍ମଶାନ, ନଈ ଅଛି, ଶ୍ମଶାନ ଅଛି, ଆମର ଗ୍ରାମଦେବତୀ ମନ୍ଦିର, ମହାଦେବ ରୁଦ୍ରେଶ୍ୱରଙ୍କ ମନ୍ଦିର, ଆଗରେ ଦକ୍ଷିଣେଶ୍ୱରଙ୍କ ମନ୍ଦିର, ଏଠି ଚାରିପଟ ଦେବାଦେବୀ ଅଛନ୍ତି। ସବୁ ଯେଉଁ କହନ୍ତି, ଯେଉଁ ସୂଚନା ଥାଏ, ସଙ୍କେତ ଥାଏ, ସାହାରା ଭଲ ମନ୍ଦ, ଯେଉଁ ଆମର ବରୁଣ, କିନ୍ତୁ ଏଠି ଆମର ସବୁ ପ୍ରକାର ସୂଚନା। ଆପଣ ଦେଖନ୍ତୁ, ବନ୍ଧ ଉଠିଲେ ଟିକେ ପରେ ଶ୍ମଶାନ, ତା ତଳଟା ଆମର ନଈ, ସବୁ ପ୍ରକାର ସଙ୍କେତ ଏଠି ଅଛି। ଆପଣ ନିଶ୍ଚୟ ଭାଗ୍ୟବାନ, ଆପଣଙ୍କ ବାରିରୁ ଯେତେବେଳେ ପ୍ରଭୁ ଗଲେ, କିନ୍ତୁ ଆପଣ ନିଶ୍ଚୟ ଭାଗ୍ୟବାନ, ନିଶ୍ଚୟ କିଛି ପୁଣ୍ୟର ଅଧିକାରୀ ଆପଣ। କିନ୍ତୁ ଆପଣ କେତେ ଖୁସିରେ ଏବେ ଅଛନ୍ତି, ନା ଆପଣଙ୍କ ପାରିବାରିକ ଜୀବନ କେମିତି? ପାରିବାରିକ ଜୀବନ ତ ଆଜ୍ଞା ସମସ୍ତଙ୍କର ଦୁଃଖ ସୁଖ ଅଛି, ଆମର ମଧ୍ୟ ତା ଭିତରେ ଟିକେ ଦୁଃଖ ଭିତରେ ଅଛୁ, ଆଉ କ'ଣ କରିବା। ମଉସା ଟିକେ ଆମ ଦର୍ଶକ ବନ୍ଧୁମାନଙ୍କୁ କହିବେ, କ'ଣ ଦୁଃଖୀଙ୍କ ପାଖରେ ସବୁବେଳେ ପ୍ରଭୁ ଥାନ୍ତି? ତାଙ୍କ ଇଚ୍ଛା,
ତାଙ୍କ ଇଚ୍ଛାରେ ଇଚ୍ଛା, ଆମେ କ'ଣ କରିପାରିବା? ସେ ତ ଇଚ୍ଛାମୟ ନା, ଇଚ୍ଛାମୟ ମହାପ୍ରଭୁ। ସେ ତାଙ୍କ ଇଚ୍ଛାରେ ଆଉ ଆମେ ତାଙ୍କୁ କ'ଣ କହିପାରିବା? ସେ ଯାହାକୁ ଯେମିତି ରଖିବା କଥା ରଖିଛନ୍ତି, ତାଙ୍କ ଇଚ୍ଛାରେ ଆମେ କ'ଣ କରିପାରିବା? ଯେତେବେଳେ ପ୍ରଭୁ ଆପଣଙ୍କ ପାଖରେ ଥିଲେ, ଆପଣଙ୍କ ପାଖରେ ଥିଲେ ଆପଣ କେତେ ଖୁସି ହଉଥିଲେ, ଏବେ ରତ୍ନ ସିଂହାସନରେ ବସିଛନ୍ତି କେତେ ଖୁସି ହଉଛନ୍ତି? ରତ୍ନ ସିଂହାସନରେ ବହୁତ ଖୁସି, କାହିଁକିନା ଆମେ ଏଠି କ'ଣ ତାଙ୍କର ନୀତିକାନ୍ତି ଭଲ ମନ୍ଦ ସେବା କରିପାରୁଥିଲୁ, ମୁଣ୍ଡିଆ ଟିକେ ମାରୁଥିଲୁ, ପାଣି ଟିକେ ଫୁଲ ଟିକେ ଦଉଥିଲୁ, ଏତିକି ନା। ଆଉ ସେଠି କେତେ କ'ଣ ପ୍ରଭୁଙ୍କର ଚାଲିଛି ନୀଳାଖେଳା, ନୀତିକାନ୍ତି ଭଲ ମନ୍ଦ, ରଥଯାତ୍ରା, ସାରା ବିଶ୍ୱକୁ ଦର୍ଶନ ଦଉଛନ୍ତି ବିଶ୍ୱନୀୟତା। ସେ ଆମେ କ'ଣ ଏଠି ତାଙ୍କର କିଛି ସେମିତି କରିପାରୁଥିଲୁ? କେବଳ ପ୍ରଭୁଙ୍କ ପାଖରେ ଟିକେ ଶରଣାପନ୍ନ ହଉଥିଲୁ, ଏତିକି ଥିଲା କଥା। ଆଉ କିନ୍ତୁ ମଉସା ଆମେ ଯାହା ଦେଖୁଛେ ଏ ମନ୍ଦିରଟା ଏବେ ନିର୍ମାଣ କରାଯାଇଛି ନୂଆ। ଆଜ୍ଞା ଆଜ୍ଞା ଆଜ୍ଞା, ହଁ, ଏବେ ନିର୍ମାଣ କରାହେଇଛି ନୂଆ। ଆଉ ଦାତାମାନେ ବି କିଛି ଦାନ ଧ୍ୟାନ କରୁଛନ୍ତି, ଏମିତି ଚାଲିଛି। ଆଉ ମନ୍ଦିର ପ୍ରତିଷ୍ଠା ହେଇନି? ମନ୍ଦିର ପ୍ରତିଷ୍ଠା ହେଇନି, ଏଇ 26 ମସିହାରେ ପ୍ରତିଷ୍ଠା ଯୋଜନା ପ୍ରତିଷ୍ଠା ହବାର ଅଛି। ସରିନଥିଲା କାମ, କବାଟ ଲାଗିବ, ଆଉ ଟିକେ ଦାସ ଦେବତା ଆସିବେ, ଏମିତି ସବୁ। ପ୍ରଭୁଙ୍କ ବିଗ୍ରହ ନିର୍ମାଣ ସରିଲାଣି? ନାଇଁ, ପ୍ରଭୁଙ୍କ ବିଗ୍ରହ ଆମେ ଆଣିବୁ ପୁରୀରୁ। ପୁରୀରୁ ଆଣିବେ? ମଉସା ଆପଣ ଯୋଉ ବାବାଙ୍କ କଥା କହିଲେ, କିନ୍ତୁ ସେଇ ବାବାଙ୍କ ଭଳି ଆଉ କିଛି ଏମିତି ଲୀଳା ହେଇଛି? ନାଇଁ, ଆଉ ସେମିତି ନୀଳା ତା ଭିତରେ ହେଇନାହିଁ। ମିଛ କଥା କହିବା, ନୀଳା ସେମିତି ନାହିଁ, କିନ୍ତୁ ଆମର ଯେମିତି ପୂଜା ପର୍ବପର୍ବାଣି ଚାଲିବା କଥା ସେମିତି ଚାଲିଛି। ଆଉ ମଉସା ସେ ଯୋଉ ବାବା ଆସିଥିଲେ, ସେ ମାନେ କେତେ ଥର ଆସିକି ଏଇ କ୍ଷେତ୍ରରେ ଲୀଳା କରିଛନ୍ତି? ଥରେ ଆସିଥିଲେ, ଗୋଟିଏ ଥର ଆସିଥିଲେ, ତାପରେ ଆଉ ଆସିନାହାନ୍ତି। ତାପରେ ଆଉ ଆସିନାହାନ୍ତି? ସେ କୁଆଡ଼େ ଆସିଥିଲେ, କ'ଣ କରିଥିଲେ, ତା ବି ଆମେ ବି ଏପର୍ଯ୍ୟନ୍ତ ତାର କିଛି ଗୋଟେ କୌଣସି ବାବଦରେ ଆମେ ଖବର ପାଇପାରିଲୁନି। ଠାକୁର ଗଲା ପରେ ଯେତେବେଳେ ଚିହ୍ନଟ ହେଲେ ପ୍ରଭୁ ଯିବେ ବୋଲି, ସେତେବେଳେ ଲକ୍ଷ ଲକ୍ଷ ଲୋକ ଦିନ ରାତି ଚାଲିଲେ, କିନ୍ତୁ ସେ ବାବାଙ୍କୁ ଆମେ ଆଉ ଦେଖିବାକୁ ପାଇଲୁନି। ଯଦି ବାବା କେତେବେଳେ କ'ଣ ତାଙ୍କର ସଦର ବେଶରେ ଆସିଥିବେ, କ'ଣ କରିଥିବେ, ସିଏ ଜାଣନ୍ତି। ନିଶ୍ଚୟ, ସେ ତ ପ୍ରଭୁଙ୍କ ଲୀଳା, ସେ କେତେବେଳେ କୋଉ ରୂପରେ କଣ ଆସିକି କରିଦେଇ ଚାଲିଯିବେ। ଯଜ୍ଞଟା ଏଇଠି ବହୁଥିଲା, ଯୋଉଠି ଗାଈ ବନ୍ଧା ହେଇଛି ସେଇ ଜାଗାରେ ଯଜ୍ଞ ଚାଲିଥିଲା। ସେଟା ଧାନ ବିଲ ଥିଲା, ଏଇ ଦାରୁ ବେଳେ ପୋତାପୋତି ହେଇଗଲା, ସେଟା ଆମର ଧାନ ବିଲ ହଉଥିଲା। ସେଠି ବାବା ସେଇଠି ଯଜ୍ଞ କରୁଥିଲେ, ଆଉ ଘର ସେଇଠି ଥିଲା। ଆଉ ମହାପ୍ରଭୁଙ୍କର ପୀଠ ତ ଏଇ ଜନ୍ମସ୍ଥାନ। ଆଉ ତାପରେ ଆମର ଗୋଟେ ଏତିକି ବିଶ୍ୱାସ ଅଛି ଯେ ପ୍ରଭୁ କ'ଣ ଜନ୍ମବାଟି କେବେ କେହି ଭୁଲି ପାରନ୍ତି? ପ୍ରଭୁ ତାଙ୍କ ଜନ୍ମବାଟିକି ନିଶ୍ଚିନ୍ତ ଆତ୍ମସାତ କରୁଛନ୍ତି ଏବଂ ଲକ୍ଷ୍ୟ ରଖିଛନ୍ତି। ବେଶୀ କିଛି କହିବନି, ପ୍ରଭୁଙ୍କ କଥା ଆସିଲା ବେଳକୁ ହୃଦୟ ଭିତରେ କୋହ ଆସିଯାଉଛି। ମାନେ ବିଶେଷ କିଛି ସେମିତି କହିଲା ଭଳିଆ ଆଉ ସାହସ ଆସୁନାହିଁ। ବହୁତ କଥା ଅଛି, କିନ୍ତୁ ଆଉ ସାହସ ଆସୁନାହିଁ। ମାନେ ତାଙ୍କ କଥା ଶୁଣିଲା ମାନେ, ମନେ ପଡ଼ିଲା ମାନେ, ଆମର ଆମେ ଏଇ ଦୁନିଆରେ ଅଛୁ କି ନାହିଁ, ମାନେ ଆମ ଶରୀରରେ ଜୀବନ ଅଛି କି ନାହିଁ ଆମେ ଜାଣିପାରୁନୁ। ମଉସା ମଉସା ଆପଣ କହୁଛନ୍ତି ଜନ୍ମ ମାଟିକୁ ତ କେହି କେବେ ଭୁଲି ପାରିବେନି, କିନ୍ତୁ ମଉସା ଆପଣଙ୍କୁ ଏମିତି ଅନୁଭବ ହଉଛି ଯେ ପ୍ରଭୁ ଏଠି ଆତ୍ମଦାତ କରୁଛନ୍ତି? ନିଶ୍ଚିନ୍ତ ନିଶ୍ଚିନ୍ତ ନିଶ୍ଚିନ୍ତ, ସେ ବିଶ୍ୱାସ ଆମର ଅଛି ପ୍ରଭୁଙ୍କ ଉପରେ, ସେ ଚାଲିଛି ନିଶ୍ଚିନ୍ତ। ପ୍ରଭୁ ନିଶ୍ଚିନ୍ତ ଏଠିକି ଆତ୍ମଜାତ କରୁଛନ୍ତି, ତାଙ୍କ ଜନ୍ମବାଟି ସିଏ କ'ଣ ଭୁଲି ପାରିବେ? ଆଜ୍ଞା। ମଉସା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଦର୍ଶକ ବନ୍ଧୁ, ଆପଣ ଶୁଣୁଥିଲେ କିଭଳି ଭାବରେ ଅନେକ ଅଲୌକିକ ଲୀଳା ଏ କ୍ଷେତ୍ରରେ ଘଟୁଥିଲା। ମଉସା ଆମ ଚ୍ୟାନେଲକୁ ସ୍ୱାଗତ। ମଉସା, ଯେତେବେଳେ ମଉସା କହିଲେ ତାଙ୍କ ବାରିରୁ ପ୍ରଭୁଙ୍କ ଦାରୁ ଯାଇଥିଲା, ସେତେବେଳେ ଜଣେ ବାବା ଆସିକି ଏମିତି ଘଷି ଫସି ତାରିଖ ଯାକ ଯଜ୍ଞ କଲା ଭଳିଆ ଥୁଆ ହେଲା। ବାବା ମଝିରେ ବସିଲେ। ବାବା ବସିକି 12ଟାରୁ 3ଟା ପର୍ଯ୍ୟନ୍ତ ତା ଭିତରେ ତାଙ୍କର ସେ ଯଜ୍ଞ କଲେ। ଆଉ ତାପରେ ବାବା ଗଲା ପରେ ଆଉ ଠାକୁର ଏଠି ଦାରୁ ଥିଲେ, ଯିବେ ବୋଲି ତ ସେ କହିଦେଇ ଗଲେ। କିନ୍ତୁ ଆମେ ସେଇ ଦିନଠୁ ଜାକ୍ତିଆର ହେଇଗଲୁ ଏଠି ପ୍ରଭୁଙ୍କ ପାଖକୁ ଆଉ କେହି ତା ଭିତରକୁ ଆଉ ଯିବା ପାଇଁ ନାହିଁ। ମଉସା ଟିକେ ଆମ ଦର୍ଶକ ବନ୍ଧୁ ମାନେ କ୍ଲିୟର କରନ୍ତୁ। ବାବା ଯୋଉ ମଉସା ଆପଣ କହୁଛନ୍ତି, ଯେତେବେଳେ ସେ ଆସିକି ଏଇ କ୍ଷେତ୍ରରେ ଏକ ସାଧନା କରୁଥିଲେ, ନିଆଁ ଚାଲିଥିଲା ଆଗରୁ, ଆମର ପୂଜା ପର୍ବ ସବୁ ଚାଲିଥିଲା। ତାପରେ ବାବା ଆସିକି ଟିକେ ପହଞ୍ଚିଲେ, ଆଉ ବାବା ଆସି ପହଞ୍ଚିଲା ପରେ ଆମେ ଆଉ ଟିକେ ବେଶୀ ଖୁସି ହେଇଗଲୁ। ଆଉ ଜଣେ ସାଧୁ ଆସୁଛନ୍ତି, କୋଉଠୁ ଆସୁଛନ୍ତି, କ'ଣ କରୁଛନ୍ତି, ସେ ମହାପ୍ରଭୁ ପଠେଇଛନ୍ତି କି ତାଙ୍କ ନୀଳା, ସେଥିପାଇଁ ଆମେ ଟିକେ ବେଶୀ ଖୁସି ହେଇଗଲୁ। ଆଉ କ'ଣ, ଏଇଆ ହଉଛି କଥା। ନାଇଁ ନାଇଁ ମଉସା, ଆପଣ ଟିକେ କୁହନ୍ତୁ। ମଉସା ଯୋଉ କହିଲେ ନିଆଁ ଚାରିପାଖ ଜଳୁଥିଲା, ବାବା ମଝିରେ ବସିଥିଲେ, ସେ ସାଧନା କରୁଥିଲେ, କିନ୍ତୁ ଆଗରୁ ଜାଣିଥିଲେ ପ୍ରଭୁ ଏ କ୍ଷେତ୍ରକୁ ଯିବେ ନା ସେ ବାବା କହିଲା ପରେ? ବାବା କହିଲା ପରେ ଆମେ ଜାଣିଲୁ, ଆମେ ଆଗରୁ କେହି ଜାଣିନଥିଲୁ। ପ୍ରଭୁ ସେଠି ତ ପୂଜା ହଉଥିଲା, ମୂଳରେ ପୂଜା ହଉଥିଲା, ପୂଜା ଅର୍ଚ୍ଚନା ହଉଥିଲା। ଆଉ କ'ଣ। ଆଉ ବାବା ଯୋଉ ଦିନଠୁ କହିକିରି ଗଲେ, ସେଇ ଦିନଠୁ ଆମେ ସମସ୍ତେ ଜାଣିଲୁ ଯେ ପ୍ରଭୁ ମନ୍ଦିରକୁ ଯିବେ। ଦର୍ଶକ ବନ୍ଧୁ, ଏକ ବଡ କଥା ଯାହା ମଉସା କହୁଛନ୍ତି, ଯେତେବେଳେ ବାବା ଜଣଙ୍କ କହିକି ଗଲେ, ଆଗରୁ କିନ୍ତୁ ଦାରୁ ବୃକ୍ଷ ପୂଜା ଅର୍ଚ୍ଚନା ହେଉଥିଲେ, କିନ୍ତୁ ଯେତେବେଳେ ବାବା କହିକି ଗଲେ ଯେ
ଏ ଦାରୁ ନିଶ୍ଚୟ ଏକ ଅଲୌକିକ ଦାରୁ। ତାପରେ ଏ ଚହଳ ପଡ଼ିଲା। ଏ ସଂକେତ ଥିଲା ଆଗରୁ ଆମ ପିଲାବେଳେ ଆମେ ଦେଖୁଥିଲୁ, ଆମ ବାପା ଜାମୁଳି ଯୋଉ ଜିନିଷ ଆମେ ଦେଖୁଥିଲୁ, ଯେ ଯୋଉ ହୁଙ୍କା, ସାହାଡ଼ା, ବଉଳ, ଏସବୁ ଜିନିଷ ଥିଲା ଆମେ ଛୋଟବେଳଠୁ ଦେଖି ଆସୁଛୁ। ତାର ପରେ କିଛି ଦିନ ପରେ ବାବା ଆସି ପହଞ୍ଚିଲେ। ଠାକୁର ତ ଆମର ବହୁତ ମାନେ ଆମ ପିଢ଼ି ପିଢ଼ି ଧରିକିରି ଏଠି ଥିଲେ। ତ ବାବା ଆସି ପହଞ୍ଚିଲେ। ବାବା ପହଞ୍ଚିଲା ପରେ ବାବା ସେଠୁ ତାଙ୍କର ଆସି ପହଞ୍ଚିଲେ। ବାବା କହିଲେ ମୁଁ ଏଠି ସାଧନା କରିବି। ସାଧନା କରିବା ପାଇଁ ତାକୁ ଆମେ ସମସ୍ତେ ଗ୍ରାମବାସୀ ମିଶି ସୁଯୋଗ ଦେଲୁ। ସୁଯୋଗ ଦେଲା ପରେ ବାବା ଏଠି ରହିଲେ। ରହିଲା ପରେ ସେ 20-21 ଦିନ ଏଠି ଯଜ୍ଞ କଲେ। ଆମର ସମସ୍ତେ ସହଯୋଗ କରନ୍ତି ବାବାଙ୍କ ସହିତ। ଘଷି କୋଉଠୁ ଆସିବ, କ'ଣ କେମିତି ହବ, ସେଇଠୁ ବାବା ତାଙ୍କର ସେଇଠୁ ସିଏ ତାଙ୍କର ଅଗ୍ନି ସଂଯୋଗ କରିକି ସିଏ ତାଙ୍କର ସେ ନିଆଁ ଭିତରେ ବସନ୍ତି। ଆଉ ନିଆଁ ମାନେ ସେ ଯୋଉ ନିଆଁ ମୁଣ୍ଡୁଳି ହେଇଥାଏ ତାରି ଭିତରେ ବାବା ବସନ୍ତି। ଆଉ ବାବା ବସିକି ତାଙ୍କର ଧ୍ୟାନ କରି ହାରାହାରି 2.5 ଘଣ୍ଟା 3 ଘଣ୍ଟା ପର୍ଯ୍ୟନ୍ତ ବାବା ବସନ୍ତି ତା ଭିତରେ। ଆଉ ପୁରା ନିଆଁ ଲିଭିଲେ ବାବା ବାହାରନ୍ତି। ନିଆଁ ନିଭିଲେ ବାବା ବାହାରନ୍ତି। ତାଙ୍କ ସାଧନା ସରିଲା ପରେ ସେ ବାହାରନ୍ତି। ଆଉ ଦୈନନ୍ଦିନ ଏଇଟା ହୁଏ। ଆଉ ଯାହା ହଉ ମଉସା, ଆପଣ ଅନେକ ଅଲୌକିକ ଘଟଣା କହିଲେ, କିନ୍ତୁ ଏଇଟା ଏକ ଆଶ୍ଚର୍ଯ୍ୟଜନକ ଘଟଣା। ବାବା ବି କହିଥିଲେ, କହିଲେ ଜାଗାରେ ବହୁତ ବଡ଼ ଧରଣର ନୀଳାଖେଳା ଆଗକୁ ଅଛି। ବାବା ବି ଏ କଥା ପ୍ରକାଶ କରିଥିଲେ। ବାବା ବି କହିଥିଲେ ଆପଣ? ବାବା କହିଥିଲେ। ବାବା କହିଲେ ଏଠି ବହୁତ ନୀଳାଖେଳା ଅଛି ଆଗକୁ। କିନ୍ତୁ ଯାହା 20-30 ବର୍ଷ ପରେ ବାବା କହିଲା ପରେ ବି ପ୍ରଭୁଙ୍କର ଆଜ୍ଞା ଆସିଲା। ଆଉ ମଉସା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ମଉସା ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ। ଦର୍ଶକ ବନ୍ଧୁ, ଜୟ ଶ୍ରୀ ଜଗନ୍ନାଥ, ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ, ଆଜି ତ ସମୟ ହୋଇଯାଇଛି। ନିଶ୍ଚୟ ଆପଣଙ୍କୁ ଏଇ ଏପିସୋଡଟି ଭଲ ଲାଗିବ ଆମର ଆଶା ଏବଂ ବିଶ୍ୱାସ। ଆଜିର ଅଧ୍ୟାୟକୁ ଏଇଠି ବିରାମ ଦେଉଛୁ। ଆଉ ଏକ ନୂତନ ଅଧ୍ୟାୟରେ ଆପଣଙ୍କ ସହିତ ସାକ୍ଷାତ ହେବ। ସେ ପର୍ଯ୍ୟନ୍ତ ରହୁଛୁ। ଜୟ ଶ୍ରୀ ଜଗନ୍ନାଥ, ଜୟ ପଞ୍ଚସଖା।